ଜୟ ଜଗନ୍ନାଥ ସାଙ୍ଗମାନେ। ଆଜିର ରାକ୍ଷୀ ବ୍ଲଗକୁ ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜିର ହାଇଲାଇଟ୍ରେ ଅଛି ସ୍ପେଶାଲ ପଞ୍ଜାବୀ ଛୋଲେ ତରକାରୀ, ଯାହା ଆଗରେ ରେଷ୍ଟୁରାଣ୍ଟ ଆଉ ଢାବାର ତରକାରୀ ବି ଫିକା ପଡ଼ିଯିବ। ଆଉ ଅଛି ପୁରୀ ଛଣା, ଆଉ ଠାକୁରଙ୍କ ପାଇଁ ମୁଁ ବନେଇଥିଲି ଏଇ ଛୋଟ ଉପହାରଟି, ଆଉ ମୋ ସହିତ ଗୋଟେ କପ୍ ଚା ମୋ ଗାର୍ଡେନରେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ, ଆଉ ଲାଇକ୍ ଆଉ ସବସ୍କ୍ରାଇବ୍ ଆଉ ଫଲୋ କରିବାକୁ ଭୁଲିବେନି। ଆଜି ସବୁଦିନ ଭଳିଆ ମୁଁ ବି ବ୍ରହ୍ମ ପ୍ରହରରୁ ଉଠି ଯାଇଥିଲି। ବ୍ରହ୍ମ ପ୍ରହରରୁ ଉଠିବାର ଅଭ୍ୟାସ ମୋର 4-5 ବର୍ଷ ହେଇଗଲାଣି। ମୁଁ ଆଗରୁ ବି ଲେଟ୍ରେ ଉଠୁଥିଲି। ମୁଁ କିନ୍ତୁ ତାପରେ ନିଜ ମାଇଣ୍ଡକୁ ବହୁତ କହି କହି ନାଇଁ ଉଠିବାର ଅଛି, ନାଇଁ ଉଠିବାର ଅଛି, କରିବାର ଅଛି। ଆମେ କୁହନ୍ତି ନା କଥାରେ, ମନକୁ ନିଜର ସ୍ଲେଭ୍ ବନେଇକି ରଖିବ। କେହି କାହାର ସ୍ଲେଭ୍ ହବା ପାଇଁ ଭଲ ପାଆନ୍ତିନି, ସେଇପାଇଁ ମନ ୟାଡେ ସେଡେ ଦୌଡ଼ିକି ପଳାଏ। ଆଜି ଏଠି କଥା ଭାବୁଥିବ, କାଲି ସେଠି କଥା ଭାବୁଥିବ। କିନ୍ତୁ ଯଦି ନିଜ ମନକୁ ଆମେ ନିୟନ୍ତ୍ରଣ କରିଦେବା, ତାହେଲେ ଆମେ କିଛି ବି କରିପାରିବା। ବ୍ରହ୍ମ ପ୍ରହରରୁ ଉଠିବାର କଣ ଗୋଟେ ବଡ଼ କଥା। ସକାଳୁ ସକାଳୁ ଆଗେ ଠାକୁର ପୂଜାଟା କଲେ ମନଟା ପୁରା ଶାନ୍ତ ରହିବ, ଆଉ ପୁରା ଦିନ ଆପଣଙ୍କୁ ଶାନ୍ତି ମେହସୁସ ହବ। ତାପରେ ମୁଁ ଦୁଆର ମୁହଁରେ ପାଣି ଟିକେ ଛିଞ୍ଚି ଦେଇ ଗଲି ଠାକୁର ବାସନ ଧୋଇବା ପାଇଁ। ଆମ ବାରିରେ ମୁଁ ବହୁତ ପ୍ରକାରର ଗଛ ଲଗେଇଛି, ଆଉ ଗୋଟେ ବ୍ଲଗରେ କେବେ ଆପଣଙ୍କୁ ଦେଖେଇବି। ଆଉ ଆପଣ ମୋର ଅଲଗା ବ୍ଲଗ୍ସ ବି ଦେଖିଲେ ଜାଣିପାରିବେ ମୋ ବଗିଚାରେ କେତେ କେତେ ଫୁଲ ମୁଁ ଲଗେଇଛି, ଖାସ କରି ମୋ ଠାକୁରଙ୍କ ପାଇଁ। ଆଜି ମୁଁ ଗୋଟେ ଛୋଟିଆ ଉପହାର ଠାକୁରଙ୍କ ପାଇଁ ବନେଇଥିଲି। ଏଇଟା ବହୁତ ସ୍ପେଶାଲ। ଆମେ ବା ଠାକୁରଙ୍କୁ କଣ ଦେଇପାରିବା, ସବୁ ତ ସେଇ ତାଙ୍କରି କୃପାରେ ହଉଛି, ଆଉ ସବୁ ତ ତାଙ୍କରି। ଏ ବାରି, ଏ ଘର, ଏଇ ଫୁଲ, ଏଇ ମୁଁ, ଏଇ ସବୁ କିଛି ତ ଆମେ ସମସ୍ତେ ପ୍ରଭୁଙ୍କର। ବାସ୍ ଆମେ କେମିତି ଆମର ଭାବଟାକୁ ପ୍ରଭୁଙ୍କ ଆଗରେ ପ୍ରକାଶ କରୁଛେ, ସେଇଟା ଆମ ଉପରେ। ପ୍ରଭୁଙ୍କର ଶୃଙ୍ଗାର ପରେ ପ୍ରଭୁଙ୍କ ପାଖରେ ସେଇ ଗୋଲାପଟିକୁ ଥୋଇଥିଲି, ଆଉ ତାକୁ ଗୋଟେ ଗ୍ଲାସରେ ଥୋଇଥିଲି, କାରଣ ସେ ମଉଳି ଯିବନି, ବେଶୀ ସମୟ ରହିବ। ଠାକୁରଙ୍କର ନାମ, ଭଜନ, ଶଙ୍ଖ, କର୍ପୂର, ଝୁଣା, ଦୀପ, ଧୂପ, ଏଇ ସବୁରେ ମୋର ଦିନ ଆରମ୍ଭ ହୋଇଯାଏ। ଇଏ ଖାଲି ମୁଁ ପ୍ରଭୁଙ୍କ ପାଇଁ କରୁଛି ସେଇଟା ନୁହେଁ, ପ୍ରଭୁଙ୍କୁ ଭଲ ଆମେ କଣ ଦେଇପାରିବା, ସବୁ ତ ତାଙ୍କରି। ଏଇଟା ମୁଁ ନିଜ ପାଇଁକା କରୁଛି, କାରଣ ମତେ ହିଁ ଭଲ ଲାଗେ ଏଇସବୁ କରିବା ପାଇଁ। ଆଉ ସକାଳର ଏଇ ସବୁ ବାସ୍ନା, ଏଇ ସବୁ ଠାକୁରଙ୍କ ନାମ ମନକୁ ଗୋଟେ ଅଲଗା ପ୍ରକାରର ଶାନ୍ତି ଦିଏ। ମୁଁ ଯେତେବେଳେ ବ୍ଲଗିଂ ଷ୍ଟାର୍ଟ କଲି, ମତେ ସମସ୍ତେ କହିଲେ କି ଆଉ ଏଥିରେ କଣ ମିଳିବ, ଏଥିରେ କଣ ଟଙ୍କା ମିଳୁଛି, ଏଥିରେ କଣ ନେମ୍ ଫେମ୍ ମିଳିଯିବ ତତେ, ଏଇ ସବୁ ଠାକୁର ଇଏ ସିଏ ଏଇଟାକୁ ଲାଇଫଷ୍ଟାଇଲ ଦେଖେଇଲେ। ତ ମୁଁ କହିଲି କି ସବୁ କିଛି କଣ ଟଙ୍କାରେ ମେଜର କରିହୁଏ। ଆଉ ଯଦି କିଏ ଦେଖିକି ଇନ୍ସପାୟାର ହେଇ ପଇଲା ମୋର ଭିଡିଓସ୍, ତାହେଲେ ମୋ ପାଇଁ ତ ସେଟା ବହୁତ ବଡର କଥା। ତାପରେ ମୁଁ ମୋର ସ୍ପେଶାଲ ପଞ୍ଜାବୀ ଛୋଲେ ବନେଇବାକୁ ବାହାରିଲି। ରାତିରେ ଛୋଲେ ଭିଜେଇକି ରଖିଦେଇଥିଲି। ତାପରେ ପ୍ରେସର କୁକରରେ ହଳଦୀ ଗୁଣ୍ଡ, ଲୁଣ ଆଉ ପକେଇ ଦେଇଥିଲି 2ଟା ଟମାଟୋ। ଛୋଲେକୁ ଗ୍ୟାସରେ ବସେଇ ଦେଇଥିଲି ଅପ୍ ଟୁ 3ଟା ସିଟି। 3ଟାରୁ 5ଟା ସିଟି ଭିତରେ ଛୋଲେ ହେଇଯାଏ। ଛୋଲେ ପାଇଁ ଠିକ ମାତ୍ରାରେ ଛୋଲେକୁ ସିଝେଇବା ନିହାତି ଦରକାର। ବେଶୀ ସିଝିଗଲେ ବି ସିଏ ଭଲ ଲାଗିବନି, କି କମ ସିଝିଲେ ବି ସିଏ ହାର୍ଡ ହେଇକି ରହିବ, ସିଏ ବି ଭଲ ଲାଗିବନି। ମୁଁ ତାପରେ ଚା ବସେଇ ଦେଇଥିଲି ଟିକେ। ଚା ନ ପିଇଲା ଯାକେ ମୋର ତ କାମ କରିବାକୁ ଇଚ୍ଛା ବି ହୁଏନି। ଆପଣଙ୍କର ବି ସେଇଆ ନା? କମେଣ୍ଟରେ ଜଣାନ୍ତୁ। ଯଦି ଚା ପିଇବାକୁ ଆପଣଙ୍କୁ ଭଲ ଲାଗେ, ତାହେଲେ ହଁ ବୋଲି କହିକି କମେଣ୍ଟ କରନ୍ତୁ। ଆପଣଙ୍କୁ ନାଲି ଚା ପିଇବାକୁ ଭଲ ଲାଗେ ନା କ୍ଷୀର ଚା ପିଇବାକୁ ଭଲ ଲାଗେ, ସେ ବି କମେଣ୍ଟରେ ମତେ ବତେଇବେ। ଆଉ ମୁଁ କିନ୍ତୁ କ୍ଷୀର ଚା ନ ପିଇଲେ ମତେ ଭଲ ଲାଗେନି। ମୁଁ କ୍ଷୀର ଚା ଟିକେ ଯେମିତି ହେଲେ ପିଇଦେବି। ସେ ଗରମ ଦିନ ହଉ, କି ଶୀତ ଦିନ ହଉ, କି ବର୍ଷା ଦିନ ହଉ, କି ଯୋଉ ଦିନ ହଉ, ମତେ ଭାଇ 2 ଟାଇମ୍ ଚା ଦରକାର ମାନେ ଦରକାର। ତାପରେ ମୁଁ ଯାହା କାମ କରିବି। ସାଡେ ମୋର ପ୍ରେସର କୁକର ସିଟି ଦେଇଦେଲାଣି। ଆଉ 2-3ଟା ସିଟି ପରେ ମୁଁ କଣ କଲି ନା, ପ୍ରେସର କୁକରକୁ କାଢିକି ରଖିଦେଲି, ଆଉ କାଟିବାକୁ ଲାଗିଗଲି ପିଆଜ। ପିଆଜ ଏମିତି ଛୋଟ ଛୋଟ ପିସେସରେ କାଟିଦେଲି। ତାପରେ ଗ୍ୟାସ୍ ଅନ୍ କରିକି କଡେଇ ବସେଇଦେଲି। ଯଦି ଆପଣ ଏଇ ରେସିପି ଟ୍ରାଏ କରିସାରିଲେଣି, ଆଉ ଏଇ ରେସିପିଟା ଢାବା ଆଉ ରେଷ୍ଟୁରାଣ୍ଟକୁ ବି କାଟି ଦେଇଛି, ଆଉ ଆପଣଙ୍କୁ ବହୁତ ସାରା ତାରିଫ ବି ମିଳିଯାଇଛି ଘରୁ, ତାହେଲେ ମତେ ନିଶ୍ଚୟ ଏ କମେଣ୍ଟ ବକ୍ସରେ ଜଣେଇବେ। ଆଉ ଷ୍ଟେପ ବାଇ ଷ୍ଟେପ ସେଇ ଅନୁସାରେ ହିଁ କରୁଥିବେ। ଆଗେ ତ ତେଲ ଗରମ କରିକି ଗରମ ମସଲା ଟିକେ ପକେଇ ଦେଇକି, ତାପରେ ମୁଁ ପିଆଜକୁ ଭଲ ଭାବରେ ଭାଜି ଦେଇଥିଲି। ପିଆଜ ଭାଜି ହେଇସାରିଲା ପରେ ଏମିତି ଗୋଲ୍ଡେନ ବ୍ରାଉନ କଲରର ହେଇଯିବ। ତାପରେ ଏଇ ଅଦା ରସୁଣ ବଟାକୁ ସେଇଥିରେ ଆଡ କରିଦେବେ। ଛୋଲେକୁ ସିଝେଇଲା ବେଳେ ମୁଁ ଅଲରେଡି ଟିକେ ଲୁଣ ଆଉ ହଳଦୀ ଦେଇଥିଲି, ସେଇପାଇଁ ଏବେ ଅଳ୍ପ ଟିକେ ଲୁଣ ଆଉ ହଳଦୀ ଗୋଳେଇଥିଲି। ତାପରେ ମୁଁ ଆଡ କରିଦେଇଥିଲି ଲଙ୍କା ଗୁଣ୍ଡ। ଆଡ କରିସାରିଲା ପରେ ଭଲ ଭାବରେ ମସଲାକୁ କଷି ଦେଇଥିଲି।
ଆପଣ ତ ମୋର ପୂର୍ବ ବ୍ଲଗ୍ସରେ ଦେଖିଥିବେ ନା ଆମ ପଡୋଶୀ ଘରର ଯୋଉ ରାଜୁ ମମି। ଆଉ ସିଏ ଆଜି ବି ପୁଣି ଆସିକିନା ମତେ ଡାକିଲେ। ମୁଁ ସେବେ ମସଲାଟା ଛାଡ଼ି ଦେଇକିନା ଟିକେ ସମୟ ସ୍ଲୋ କରିଦେଇକି ପଳେଇ ଯାଇଥିଲି। ମତେ କହିଲେ କଣ ଏମିତି ବନଉଛ ଯେ ଆଜି ଘରେ ପୁରା ବାସ୍ନା ହେଇକି ଫାଟିଲାଣି। ମୁଁ କହିଲି କି ନାଇଁ ମ ଆଉ ମୁଁ ସେମିତି କିଛି ଖାସ୍ ବନଉନି। ସେତିକିବେଳେ ମୁଁ ଟମାଟୋ ଯୋଉ ଛୋଲେରେ ପକେଇକି ସିଝେଇଥିଲି ସେଇଆକୁ ଆଣିକି ପକେଇକି ତାକୁ ମସଲାକୁ ଭଲକି କଷୁଛି। ମତେ କହିଲେ ଆଉ ତମ ଘରୁ ତ ବଢିଆ ବାସ୍ନା ଆସୁଛି ଆଉ ତମେ କହୁଛ କଣ ଖାସ ବନଉନି, ତମ ଘରେ ତ ରୋଜ ଖାସ। ମୁଁ କହିଲି ନାଇଁ ମୋ ସତରେ ଆଜି ଭାଇ କହିଛି ତ ଆସିବ ରାକ୍ଷୀଟା, ଆଉ ସେଇପାଇଁ ତା ପାଇଁ ଟିକେ ଛୋଲେ ତରକାରୀ ବନଉଥିଲି। ନା ମୋ ଭାଇ ବି କହିଛି ଆଜି ଆସିବ, ଆଉ ତମ ଛୋଲେ ତରକାରୀରୁ ଆମକୁ ଟିକେ ଦେଇଦବନି, ମୁଁ ବି ଭାଇକୁ ଛୋଲେ ଦେଇଦେବି, ଆଉ ପିଠା ଦିଟା ଯଦି କରୁଛ ସିଏ ବି ଦେଇଦବ। ତରକାରୀକୁ ଟ୍ୟାଙ୍ଗି ଟେଷ୍ଟ ଟିକେ ଦବା ପାଇଁ ମୁଁ ଦହି ଟିକେ ପକେଇକି କଷୁଥିଲି। ତାପରେ ମନେ ମନେ ଭାବିଲି ଆଲୋ ତୁ କୋଉଠୁ ଆଇଲୁ ମତେ ଏମିତି କଥା କହୁଛୁ, ସବୁବେଳେ ମୋଠୁ ତରକାରୀ ନବୁ, ନିଜେ ତ ତରକାରୀ ବନେଇବାର ନାହିଁ, ଏଠି ସେଠି ଗପ ଏଠି ସେଠି ରିଲ ଦେଖା, ଆଉ ମୁଁ ତରକାରୀ ବନେଇବି ସବୁବେଳେ ଦଉଥିବି ଇଏ ଖାଉଥିବ। ତାପରେ କଣ ଖାଲି ଗିନାକୁ ପଠେଇଦବ। ଆଉ ଥରେ କହିଲା ଆଉ ତମେ ଯୋଉ ସୋୟାବିନ ଆଳୁ ତରକାରୀ ବନେଇଥିଲ ଆମର ଇଏ ଖାଇକି କହିଲେ ଇଏ ତ ଚିକେନ ତରକାରୀକୁ କାଟିଦବ। ମୁଁ କହିଲି ଠିକ ଅଛି ଆରଥରକ ବନେଇଲେ ମୁଁ ଦେବି ଆଉ। ମୁଁ ସୋୟାବିନ ଆଳୁ ତରକାରୀର ବ୍ଲଗ ବହୁତ ଜଲ୍ଦି ନେଇକି ଆସିବି ଯୋଉଟା କି ଚିକେନକୁ ବି କାଟିଦବ। ଆଉ ସେଇଟା ଆପଣ ମତେ ଫଲୋ କରିଦିଅନ୍ତୁ, ଆଉ ସବସ୍କ୍ରାଇବ ନିଶ୍ଚୟ କରନ୍ତୁ। ମୁଁ ବନେଇଲେ ଆପଣଙ୍କ ପାଖକୁ ନୋଟିଫିକେସନ ଯିବ, ଆପଣ ଦେଖିବେ ସେଟା ମୁଁ କେମିତି ବନଉଛି। ଆଉ ଆପଣ ସେଇ ତରିକାରେ ବନେଇଲେ ପୁରା ଚିକେନ ତରକାରୀକୁ ଆପଣ ଭୁଲିଯିବେ। ତାପରେ ମୁଁ ତାୱା ଗରମ ହେଇଯାଇଥିଲା ଆଉ ମୁଁ ବନେଇଦେଲି ପିଠା। ମୋ ପୁଅ ସାଡେ ଖାଇବାକୁ ବସିଲାଣି, ମମି ମମି ଜଲ୍ଦି ଜଲ୍ଦି ଦେ ଜଲ୍ଦି ଜଲ୍ଦି ଦେ ହେଲାଣି। ମୋ ପୁଅ ହଉଛି ଜେନ୍ ଆଲଫା, ତାକୁ ସବୁ ଭଲ ଲାଗେ ଜଙ୍କ, କିନ୍ତୁ ମୁଁ ତ ତାକୁ ହପ୍ତାକୁ ଥରେ ହିଁ ଦିଏ ଜଙ୍କ, ସେଟା ବି ଘରେ ବନେଇକି। ଆଉ ଘରର ପିଠା ପୁରୀ ତାକୁ ଭଲ ଲାଗେ, ସ୍ପେଶାଲି ମୋ ହାତର। ଆମର ଓଡିଆ ଘରର ପିଠା ତ ଭଲରେ ହଉ ମନ୍ଦରେ ହଉ ସୁଖରେ ହଉ ଦୁଃଖରେ ହଉ ଆମ ଘରେ ସବୁବେଳେ ପିଠା। ଏପଟେ ମୋର ପିଠା ରେଡି ହେଇଯାଇଥିଲା ଆଉ ସେପଟେ ଛୋଲେ ତରକାରୀ ବି ମୋର ହେଇ ଆସିଲାଣି। ସେଇଥିରେ ଲାଷ୍ଟକୁ ପକେଇଦେଲି ଟିକେ କସୁରୀ ମେଥି ଆଉ ଟିକେ ଗରମ ମସଲା। ହେଇଯାଇଥିଲା ମୋର ପଞ୍ଜାବୀ ଷ୍ଟାଇଲ ସ୍ପେଶାଲ ଛୋଲେ। ବହୁତ ସିମ୍ପଲ କିନ୍ତୁ ବହୁତ ଟେଷ୍ଟି। ହଜବେଣ୍ଡକୁ ଆଉ ପୁଅକୁ ଖାଇବାକୁ ଦେଇଦେଲି। ତାପରେ ତ ଅଭିଶାପ ପଡିଗଲା ଆମ ପଡୋଶୀର ଆଉ। ଦେଖିବେ କଣ ହେଲା, ଏଇ ଦେଖନ୍ତୁ ହେଇଗଲା ହାତ ମୋର କାଟି ହେଲା। ପୁଅର ଟିଫିନ ପାଇଁ ପୁରୀ ଛାଣି ଦେଇଥିଲି ଆଉ ତା ଟିଫିନ ପ୍ୟାକ୍ କରିଦେଲି। ସିଏ ପୁଣି ଅଜବ ଧରଣର ପିଲା, ସିଏ ପୁଣି ତା ନିଜ ପାଇଁ ଟିଫିନ ନବ, ତା ସାଙ୍ଗମାନଙ୍କ ପାଇଁ ବି ଟିଫିନ ନବ, ତା ପାଇଁ ସେଥିପାଇଁ ଏକ୍ସଟ୍ରା ଟିଫିନ ବି ମୁଁ ଦେଇଥାଏ ତା ସାଙ୍ଗମାନଙ୍କ ପାଇଁ। ତାପରେ ତ ଆମ ଘରକୁ ଗେଷ୍ଟ ଆସିଲେ, ଆଉ ଆମ ଗେଷ୍ଟ ମାନେ ଆମ ପାଇଁ ନେଇକି ଆସିଥିଲେ ଛେନାପୋଡ ଆଉ କେନ୍ଦ୍ରାପଡାରୁ ରସାବଳି। କେନ୍ଦ୍ରାପଡାର ରସାବଳି ଟା ଭାରି ସୁଆଦିଆ ଲାଗେ ନାହିଁ? ଆପଣ ମାନେ କେତେ ଜଣ କେନ୍ଦ୍ରାପଡାରୁ ଦେଖୁଛନ୍ତି ମତେ କମେଣ୍ଟ କରିକି କୁହନ୍ତୁ। ମୁଁ ମୋର ଚା ନେଇକି ଏବେ ଚାଲିଲି ମୋର ଗାର୍ଡେନ କୁ। ମୋର ଇନଡୋର ପ୍ଲାଣ୍ଟସ ଗୁଡାକ ଦେଖନ୍ତୁ କେତେ ସୁନ୍ଦର। ମୁଁ ମୋର ହାଉସ ଟୁରରେ ମୋ ଇନଡୋର ପ୍ଲାଣ୍ଟସ ର ସବୁ ଡିଟେଲ୍ସ ଦେଇଛି, ଆପଣ ଯାଇକି ମୋ ବ୍ଲଗ ରେ ଚେକ୍ କରିପାରନ୍ତି। ଆଉ ଏଇଟା ଗୋଟେ ମୋର କୁଣ୍ଡ, ମୁଁ ଏଇଟା ଆଗରୁ ବି ମୁଁ ଦେଖେଇଥିଲି, କାଲି ଏଇଟା ସଫା କରିଥିଲି। ଆଉ ଏଇଥିରେ ମୁଁ ମାଛ ଛାଡିଥିଲି ଜମା ଦିଟା, କିନ୍ତୁ ଛୁଆ ଫୁଟେଇକି ଏବେ ଦେଖନ୍ତୁ ସେ କେତେ ମାଛ ହେଇଗଲେଣି। ଆ ଭିତରେ ଆଉ ଟିକେ ଟିକେ ୱାଟର ପ୍ଲାଣ୍ଟସ ମୁଁ ଛାଡିବି, ସେ ଶିଉଳି ହେଇଯାଇଥିଲା ବୋଲି ମୁଁ ସବୁ ବାହାର କରିକି କାଲି ସଫା କରିଦେଇଥିଲି। ଆଉ ଆର ଭିତରରେ ବି କଙ୍କଡା ଅଛି, ସେ କୋଉଠି ଲୁଚିକି ପଶିଛି ଭିତରେ। ଆଉ ଗୋଟେ ବ୍ଲଗ ରେ ଦେଖେଇବି। ସେଥିପାଇଁ ଏତିକି, ବାଏ।